ଜୟ ଜଗନ୍ନାଥ ପିଲାମାନେ କେମିତି ଅଛ ସମସ୍ତେ ଆଶା କରୁଛି ବହୁତ ଭଲରେ ଥିବ ଏବଂ ନିଜ ନିଜ ପ୍ରିପାରେସନ୍ ବି ବହୁତ ଭଲରେ କରୁଥିବ। ତ ପିଲାମାନେ ଦେଖ ତୁମମାନଙ୍କ ପାଇଁ ଗୋଟେ ମୁଁ ବହୁତ ବଡ଼ ଖୁସି ଖବରଟେ ନେଇ ଆସିଛି, ଯେଉଁଟାକି ଓଡ଼ିଶା ଡିଷ୍ଟ୍ରିକ୍ଟ କନେଷ୍ଟବଲ ନିଯୁକ୍ତିକୁ ନେଇକି ଯେଉଁମାନେ ଅପେକ୍ଷା କରିଥିଲ କନେଷ୍ଟବଲ ନିଯୁକ୍ତି ଓଡ଼ିଶା ପୁଲିସର, ତ ପିଲାମାନେ ମୁଁ ତୁମକୁ ଗୋଟେ ନୋଟିସ୍ ଦେଖେଇବି ଏବଂ ନୋଟିସ୍ ଦେଖି ସାରିଲା ପରେ ଆପଣଙ୍କୁ ମୁଁ ସବୁ ଡିଟେଲ୍ସ ଇନଫର୍ମେସନ୍ ଦେଇଦେବି କି ଆପଣଙ୍କ ଯେଉଁ ସିଲେକ୍ସନ୍ ପ୍ରୋସେସ୍ କ'ଣ ଅଛି ଏବଂ ଏଥିରେ ଆପଣଙ୍କ ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ ଅଛି, ଏଜ୍ ରିଲାକ୍ସେସନ୍ କେତେ ମିଳିବ, ସବୁ ଡିଟେଲ୍ସ ଇନଫର୍ମେସନ୍ ଦେବି ପିଲାମାନେ ଭିଡ଼ିଓରେ। ଭିଡ଼ିଓକୁ କେବଳ ଆପଣ ଶେଷ ଯାଏଁ ଦେଖିବେ ଏବଂ ଭିଡ଼ିଓଟି ଯଦି ଭଲ ଲାଗିବ ତ ନିଶ୍ଚିତ ଗୋଟେ ଲାଇକ୍ କରିକି ଚ୍ୟାନେଲ୍ ଗୋଟେ ସବସ୍କ୍ରାଇବ୍ କରିଦେବେ। ତ ପିଲାମାନେ ବେଶୀ ଡେରି କରିବାନି, ଚାଲନ୍ତୁ ଆମେ ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା। ତ ପିଲାମାନେ ଦେଖିପାରୁଥିବ ଏଇଟା ହେଉଛି ଗୋଟେ ଅଫିସିଆଲ ନୋଟିସ୍, ଯେଉଁଟାକି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହୋମ୍ ଡିପାର୍ଟମେଣ୍ଟ ତରଫରୁ ଆସିଛି। ଏ ନୋଟିସ୍ଟା ପିଲାମାନେ 8/7/2025ରେ ପବ୍ଲିଶ ହେଇଥିଲା ଏବଂ ଏଇ ଯେଉଁ ନୋଟିସ୍ରେ ଅଛି ଯେକୌଣସି ବି ଇନଫର୍ମେସନ୍ ଅଛି ଏଇ ଯେଉଁ ନୋଟିସ୍ରେ ମୁଁ ତାକୁ ଓଡ଼ିଆରେ ତୁମକୁ ମୁଁ ଦେଖାଇ ଦେଉଛି। ତ ପିଲାମାନେ ଏଟା ସେ ନୋଟିସ୍, ତାକୁ ମୁଁ ସର୍ଟରେ ଓଡ଼ିଆରେ ଆପଣଙ୍କ ପାଇଁ ମୁଁ ଦେଖାଇ ଦେଉଛି କ'ଣ ଅଛି ସେ ନୋଟିସ୍ରେ। ଏହି ନୋଟିସ୍ର ସମ୍ପୂର୍ଣ୍ଣ ବିବରଣୀ ଓଡ଼ିଆ ଭାଷାରେ ଦେଖନ୍ତୁ। ଓଡ଼ିଶା ସରକାର ଗୃହ ବିଭାଗ ପତ୍ର ସଂଖ୍ୟା 28758 DNL ଭୁବନେଶ୍ୱର ଥ୍ରୁ ଆସିଛି ଏବଂ ତାରିଖ ଦେଖିପାରୁଥିବେ 8/7/2025ରେ এই নোটিসটি পব্লিশ ହେଇଥିଲା। ତ ପିଲାମାନେ এই ଯେଉଁ ନୋଟିସ୍ ଅଛି ନୋଟିସ୍ରେ କ'ଣ ସବୁ ତା ବିଷୟ କ'ଣ ଅଛି ଦେଖନ୍ତୁ। ସିଭିଲ ପୋଲିସ କନେଷ୍ଟବଲ ନିଯୁକ୍ତି ପାଇଁ ରାଜ୍ୟ ଚୟନ ବୋର୍ଡ ଗଠନ। ତ ଓଡ଼ିଶା ପୁଲିସ ମୁଖ୍ୟାଳୟ କଟକ ଠାରୁ ପ୍ରସ୍ତାବ ସଂଖ୍ୟା ଅନୁଯାୟୀ ଉଲ୍ଲେଖିତ ବିଷୟ ସମିତ ଦେଖି ପରେ ଗଭୀର ବିଚାର ବିମର୍ଶ କରି ଓଡ଼ିଶା ପୁଲିସ ସେବା ନିଯୁକ୍ତି ପ୍ରଣାଳୀ ଏବଂ କନେଷ୍ଟବଳ ସେବା ସର୍ତ୍ତେ ଆଦେଶ 2021 ଅନୁଯାୟୀ ରୁଲ୍ 6 ଅନୁସାରେ ରାଜ୍ୟ ଚୟନ ବୋର୍ଡକୁ ପୁନଃ ଗଠନ କରିବାକୁ ସରକାର ଅନୁମୋଦନ ଦେଇଛନ୍ତି। ତ ପିଲାମାନେ ଏଠି ଯେଉଁ ନୋଟିସ୍ରେ ଲେଖା ହେଇଛି 2021 ରୁଲ୍ ଅନୁସାରେ ଆପଣଙ୍କର ଯେଉଁ ଡିଷ୍ଟ୍ରିକ୍ଟ କନେଷ୍ଟବଲ ଆସିବ ତାହା ରୁଲ୍ ରହିବ, ସେଥିରେ ରୁଲ୍ କୌଣସି ବି ଚେଞ୍ଜ ହେଇବନି। ଠିକ୍ ଅଛି, ତ ଆପଣଙ୍କୁ ମୁଁ ଦେଖାଇ ଦେଉଛି ଆପଣଙ୍କ ଯେଉଁ ସିଲେକ୍ସନ୍ ପ୍ରୋସେସ୍ ରହିଛି ଏବଂ ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ ଅଛି ତାହା ମୁଁ ଆପଣଙ୍କୁ ଦେଖାଇ ଦେଉଛି। ତ ଏବେ ଦେଖନ୍ତୁ ଯେଉଁ ଓଡ଼ିଶା ପୁଲିସ ଡିଷ୍ଟ୍ରିକ୍ଟ କନେଷ୍ଟବଲ ରିକ୍ୱାରମେଣ୍ଟ 2025 ଓଭରଭ୍ୟୁ କ'ଣ ଅଛି ଦେଖ। ତ ଏଟା ପୋଷ୍ଟ ନେମ୍ ଆପଣଙ୍କ କନେଷ୍ଟବଲ ରହିବ ଡିଷ୍ଟ୍ରିକ୍ଟ ଗ୍ରେଡ୍ରେ। ଭେକେନ୍ସି କିଛି ଆନାଉନ୍ସ ହୋଇନାହିଁ, ଆପଣଙ୍କୁ ଯେଉଁ ଭେକେନ୍ସି ଆସିବ ଖୁବ୍ ଶୀଘ୍ର ଦେଖିବାକୁ ମିଳିଯିବ ହେଲା। କ୍ୟାଟାଗୋରୀ ଦେଖନ୍ତୁ ଓଡ଼ିଶା ପୁଲିସ ଜବ୍ ରହିବ। ଆପ୍ଲିକେସନ୍ ମୋଡ୍ ଏଟା ଅନଲାଇନ୍ ରହିବ ପିଲାମାନେ, ଏଥିରେ ବୋଥ୍ ମେଲ୍ ଏବଂ ଫିମେଲ୍ ଏହା ପାଇଁ ଆପ୍ଲାଏ କରିପାରିବେ ଏବଂ ଏଥିରେ ଆପଣଙ୍କ ସିଲେକ୍ସନ୍ ପ୍ରୋସେସ୍ ଦେଖନ୍ତୁ। ପ୍ରଥମେ ଆପଣଙ୍କ ରିଟିନ୍ ହେବ, ତାପରେ ଆପଣଙ୍କର PST PET ହେବ ଏବଂ ସାର୍ଟିଫିକେଟ୍ ଭେରିଫିକେସନ୍ ହେବ ଏବଂ ଲାଷ୍ଟରେ ଆପଣଙ୍କର ମେଡ଼ିକାଲ ଟେଷ୍ଟ ହେବ ହେଲା। ଆଗକୁ ଦେଖ ଓଡ଼ିଶା ଅଫିସିଆଲ ୱେବସାଇଟ୍ରେ ଆପଣ କୌଣସି ବି ଅପଡ଼େଟ୍ ପାଇଁ କିମ୍ବା ଯେଉଁ ନୋଟିଫିକେସନ୍ ଆସିବ ସେଥିରେ ଯାଇ ଆପଣ ଦେଖିପାରିବେ। ତ ଏବେ ଦେଖନ୍ତୁ ଆପଣଙ୍କ ଯେଉଁ ମିନିମମ୍ ଯେଉଁ କ୍ୱାଲିଫିକେସନ୍ ଆପଣଙ୍କର ରହିଛି, କ'ଣ ଶିକ୍ଷାଗତ ଯୋଗ୍ୟତା ହେବା ଦରକାର। ମିନିମମ୍ ଆପଣଙ୍କୁ 10th କିମ୍ବା +2 ପାସ୍ କରିଥିବା ଜରୁରୀ ହେଲା। ଆପଣ ଯଦି କେବଳ 10ମ ଶ୍ରେଣୀ ପାସ୍ କରିଛ ତେବେ ଏହା ପାଇଁ ଆପଣ ଇଲିଜିବଲ୍ ହେଇଯିବେ। ତ ଏବେ ଦେଖନ୍ତୁ ଲାଙ୍ଗୁଏଜ୍ ରିକ୍ୱାରମେଣ୍ଟ କ'ଣ ଅଛି ଦେଖ। ଆପଣ ମଷ୍ଟ ବି ଆପଣ ଓଡ଼ିଆ ଲାଙ୍ଗୁଏଜ୍ କହିପାରୁଥିବେ ଏବଂ ଲେଖିପାରୁଥିବା ଦରକାର ହେଲା। ଓଡ଼ିଆ ଲାଙ୍ଗୁଏଜ୍ ଲେଖିପାରୁଥିବା କିମ୍ବା କହିପାରୁଥିବା ନିହାତି ଜରୁରୀ। ତ ଆଗକୁ ଦେଖ ଆପଣଙ୍କ ଏଜ୍ ଲିମିଟ୍ କ'ଣ ଅଛି। ଏଜ୍ ଲିମିଟ୍ କେତେ ଅଛି ଦେଖ। ମିନିମମ୍ ଏଜ୍ ଆପଣଙ୍କର 18 ବର୍ଷ ରହିବ, ମ୍ୟାକ୍ସିମମ୍ ଏଥିରେ ଆପଣଙ୍କୁ 23 ବର୍ଷ ରହିବ ଏବଂ SC ST ଏବଂ SC BC କ୍ୟାଣ୍ଡିଡେଟ୍ ପାଇଁ ଏଥିରେ ଆପଣଙ୍କୁ ଏଜ୍ ରିଲାକ୍ସେସନ୍ ବି ମିଳିବ ହେଲା। ତ ଏବେ ଦେଖନ୍ତୁ ଆପଣଙ୍କ ଯେଉଁ ଷ୍ଟେଜ୍ର ସିଲେକ୍ସନ୍ ପ୍ରୋସେସ୍ ତ ଆପଣଙ୍କୁ କହିଦେଲି। ତ ଆଗକୁ ଦେଖ ଆପଣଙ୍କ ଫିଜିକାଲ୍ କ'ଣ କ'ଣ ରହିବ ଦେଖନ୍ତୁ। ପ୍ରଥମେ ଆପଣଙ୍କର ଯେଉଁ ଏକ୍ଜାମ୍ ରହିବ, ଏକ୍ଜାମ୍ ପ୍ୟାଟର୍ନ କ'ଣ ଅଛି ଦେଖ। ଏକ୍ଜାମ୍ରେ ଆପଣଙ୍କର ରହିବ ଟୋଟାଲ୍ ଆପଣଙ୍କୁ 100 ମାର୍କର ଗୋଟେ ଏକ୍ଜାମ୍ ହେବ। ଟାଇମ୍ ଆପଣଙ୍କୁ 120 ମିନିଟ୍ ଧୀରେ ଟାଇମ୍ ମିଳିବ ହେଲା। ସବୁ କ୍ୱେଶ୍ଚିନ୍ ଗୁଡ଼ାକ ଆପଣଙ୍କ ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚିନ୍ ରହିବ, ଯେଉଁଟାକି 2.05 ଆପଣଙ୍କର ନେଗେଟିଭ୍ ମାର୍କିଂ ରହିବ ହେଲା। ଯେଉଁଟାକି ଆପଣ 4ଟା ଯଦି ଭୁଲ କରିବେ ତେବେ ଆପଣଙ୍କର ଗୋଟେ ମାର୍କ କଟିଯିବ। ଠିକ୍ ଅଛି, ଆଗକୁ ଦେଖ ଫିଜିକାଲ୍ ମେଜରମେଣ୍ଟ କ'ଣ ଟେଷ୍ଟ ଅଛି ଦେଖ। ଆପଣଙ୍କର ଏଥିରେ ହାଇଟ୍ 168 ସେଣ୍ଟିମିଟର ହେବା କଥା ଆପଣଙ୍କର ହାଇଟ୍ ଏବଂ ଚେଷ୍ଟ ଏଟା ମେଲ୍ କ୍ୟାଟାଗୋରୀ ପାଇଁ 69 ରୁ 84 cm ଆପଣଙ୍କର ଚେଷ୍ଟ ଫୁଲିବା କଥା ହେଲା ଏବଂ ୱେଟ୍ ଦେଖନ୍ତୁ ମ୍ୟାକ୍ସିମମ୍ ଆପଣଙ୍କର 55 kg ହେଉଥିବା କଥା। ଠିକ୍ ଅଛି, ଏବେ ଦେଖ SC ST ପାଇଁ ଏଟା ଦେଖନ୍ତୁ
163 सेंटीमीटर हाइट हेबा कथा एवं 76 ରୁ 81 सेंटीमीटर आपणकर चेस्ट हेबा कथा एवं 50 केजी आपणकर वेट हेबा कथा हैला। तो एबे देखंतु फीमेल कैटेगरी एसीबीसी पाई तो 158 सेंटीमीटर आपणकर हाइट हेबा कथा एवं आपणकर वेट 47.5 केजी आपणकर वेट हेबा कथा एवं फीमेल कैटेगरी एससी एसटी पाई देखो कैंडिडेट हाइट आपणकर 153 सेंटीमीटर हेबा कथा एवं वेट आपणकर 45 केजी हेबा कथा। तो ये देखो फिजिकल एफिशिएंसी टेस्ट कौन अच्छी मेल कैटेगरी में ऑल कैटेगरी रनिंग आपको 1600 मीटर रहिबो जोटा कि 6 मिनिट 30 सेकेंड कंप्लीट करबा को पड़िबो एवं लॉन्ग जंप रहिबो 3.66 मीटर 3टा आइटम रे कंप्लीट करबा को पड़िबो। सेपरी फीमेल कैटेगरी देखो 1600 मीटर आपको 8 मिनिट 30 सेकेंड मिलिबो एवं लॉन्ग जंप आपको 2.75 मीटर रहिबो ताकू आपण 3टा आइटम रे क्लियर करबा को पड़िबो। तो एटा थिला पिला माने डिस्ट्रिक्ट कॉन्स्टेबल फुल इनफॉरमेशन। जदि वीडियोटी आपको भल लगी तो निश्चित भाव में गोटे लाइक करदे और चैनल को गोटे सब्सक्राइब करदे। तो पिला माने जदि OISF रो आपण कंप्लीट वीडियो चाहउछंती तेबे मते कमेंट करतु तेबे आपनको पई मु नै आसीबी। तो रहिली पिला माने धन्यवाद।